ନମସ୍କାର ଦର୍ଶକ ବନ୍ଧୁ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଆସିଲା ବଡ଼ ଖବର। ତେବେ ଏହି ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାଟି ଜାନୁଆରୀ 15 ତାରିଖ ପରେ ମିଳିବ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ତେବେ ଏହି ଚତୁର୍ଥ ପର୍ଯ୍ୟାୟରେ କେଉଁମାନେ ଟଙ୍କା ପାଇବେ? ଯେଉଁମାନଙ୍କର ଭୁଲବଶତଃ ଅପ୍ଟ ଆଉଟ୍ ହୋଇଯାଇଥିଲା, ଯେଉଁମାନେ ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ, ତୃତୀୟ ପର୍ଯ୍ୟାୟରେ ଟଙ୍କା ପାଇନାହାନ୍ତି ଏବଂ ଯେଉଁମାନଙ୍କର ସୁଭଦ୍ରା ଆବେଦନ ଫର୍ମଟି ରିଜେକ୍ଟ ହୋଇଯାଇଥିଲା, ଯେଉଁମାନଙ୍କର ଇ-KYC ବର୍ତ୍ତମାନ ସୁଦ୍ଧା ପେଣ୍ଡିଂ ଅଛି, ସେମାନେ ଏହି ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ପାଇବେ କି? ତ ଡିଟେଲ୍ସ ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା ଏବଂ ଆପଣମାନଙ୍କ ପାଇଁ ଆଉ ଗୋଟିଏ ବଡ଼ ଖବର ରହିଛି। ତେବେ ଦେଖନ୍ତୁ, ଯେତେବେଳେ ଆପଣମାନେ ସୁଭଦ୍ରା ଯୋଜନାର ଅଫିସିଆଲ ୱେବସାଇଟ୍କୁ ଯିବେ ସେତେବେଳେ ଦେଖିବା ପାଇଁ ପାଇବେ ଯେ ସୁଭଦ୍ରା ଅଭିଯୋଗ ସାଇଟ୍ଟି ଆପଣମାନଙ୍କର ସୁଭଦ୍ରା ସାଇଟ୍ରେ ଆଉ ଶୋ କରୁନାହିଁ। ଅର୍ଥାତ୍ ଯେଉଁମାନେ ଅପ୍ଟ ଆଉଟ୍ ସମ୍ବନ୍ଧରେ ସରକାରଙ୍କ ନିକଟକୁ ଅଭିଯୋଗ ଦାଖଲ କରିଥିଲେ କିମ୍ବା ଯେକୌଣସି ପ୍ରୋବ୍ଲେମ୍ ପାଇଁ ଆପଣମାନେ ଅଭିଯୋଗ ଦାଖଲ କରୁଥିଲେ, ବର୍ତ୍ତମାନ ଆପଣ ସୁଭଦ୍ରା ୱେବସାଇଟ୍ରେ ଅଭିଯୋଗ ଦାଖଲ କରିବାର ଆପ୍ଲିକେସନଟି ବା ୱେବସାଇଟ୍ଟି ଆପଣମାନେ ପାଇବେ ନାହିଁ। ତେବେ ଦେଖନ୍ତୁ, ଆପଣମାନେ ଯେତେବେଳେ ଗୁଗୁଲ କିମ୍ବା କ୍ରୋମରେ ସୁଭଦ୍ରା ଯୋଜନା ୱେବସାଇଟ୍ଟି ଭିଜିଟ୍ କରୁଛନ୍ତି, ସେଠାରେ ଦେଖନ୍ତୁ, ମୁଁ ବର୍ତ୍ତମାନ ଅଫିସିଆଲ ୱେବସାଇଟ୍ରେ ଅଛି। ଦେଖନ୍ତୁ, ଆପଣମାନେ ଦେଖିପାରୁଥିବେ। ଦେଖନ୍ତୁ, ଏଇଠାରେ ଆପଣମାନଙ୍କର ଅଭିଯୋଗ କରିବା ପାଇଁ ଯେଉଁ ସାଇଟ୍ଟି ଥିଲା, ଦେଖନ୍ତୁ ଏଠାରେ ଫାଙ୍କା ରହିଛି। ଅର୍ଥାତ୍ ଅଭିଯୋଗ କରିବାର ସେ ଆପ୍ଲିକେସନଟିକୁ ଟୋଟାଲ ଏଠାରୁ ଡିଲିଟ୍ କରିଦିଆଯାଇଛି। ତେବେ କ'ଣ ପାଇଁ ଡିଲିଟ୍ କରିଦିଆଯାଇଛି? ଗୋଟେ କିମ୍ବା 2 ଦିନ ପାଇଁ ଡିଲିଟ୍ କରିଦିଆଯାଇଛି କିମ୍ବା ସବୁଦିନ ପାଇଁ ଡିଲିଟ୍ କରିଦିଆଯାଇଛି, ତାହା ବର୍ତ୍ତମାନ ମଧ୍ୟ ପ୍ରଶ୍ନ ବାହାରିଛି। ତେବେ ସରକାରଙ୍କୁ ଜଣାଥିବ, ସରକାର ପ୍ରତିଦିନ କିଛି ନା କିଛି ସୁଭଦ୍ରା ଯୋଜନାରେ ଚେଞ୍ଜ କରୁଛନ୍ତି। ଦେଖନ୍ତୁ, ପ୍ରାୟତଃ 30,000ରୁ ଅଧିକ ଲୋକ ଏହି ସୁଭଦ୍ରା ଯୋଜନାରେ ଅପ୍ଟ ଆଉଟ୍ କରିଦେଇଥିଲେ। ତେବେ ସରକାର ମଧ୍ୟ ନିଜେ, ଅର୍ଥାତ୍ ପ୍ରଭାତୀ ପରିଡ଼ା ମଧ୍ୟ ନିଜେ ଘୋଷଣା କରିଥିଲେ ଯେ ଯେଉଁମାନେ ଭୁଲବଶତଃ ଅପ୍ଟ ଆଉଟ୍ କରିଛନ୍ତି ସେମାନେ ଅଭିଯୋଗ ସାଇଟ୍ରେ ଯାଇ ଆପଣମାନେ ଅଭିଯୋଗ ଦାଖଲ କରିପାରିବେ। ତେବେ ସୁଭଦ୍ରା ଯୋଜନାର ଯେକୌଣସି ପ୍ରୋବ୍ଲେମ୍ ପାଇଁ ଆପଣମାନେ ଅଭିଯୋଗ ଦାଖଲ କରିପାରୁଥିଲେ, କିନ୍ତୁ ସେ ଅଭିଯୋଗ ସାଇଟ୍ଟିକୁ ସରକାର ଜାଣିଶୁଣି ବର୍ତ୍ତମାନ ତାହାକୁ ସାଇଟ୍ରୁ ଡିଲିଟ୍ କରିଦେଇଛନ୍ତି। ତେବେ ଦର୍ଶକ ବନ୍ଧୁ, ଏହି ସୁଭଦ୍ରା ଯୋଜନାକୁ ନେଇ ଆଉ କିଛି ଜଣଙ୍କ ମନରେ ଦ୍ୱନ୍ଦ୍ୱ ରହିଛି ଯେ ବର୍ତ୍ତମାନ ଯେଉଁମାନଙ୍କର ଏବେ 21 ବର୍ଷ ହୋଇଯାଇଛି ସେମାନେ କ'ଣ ଆପ୍ଲାଏ କରିପାରିବେ? ଦେଖନ୍ତୁ, ଆପଣମାନେ ମାର୍ଚ୍ଚ 31 ତାରିଖ ସୁଦ୍ଧା ଯେଉଁମାନେ ବି 21 ବର୍ଷ ଆପଣମାନଙ୍କୁ ହୋଇଯାଉଛି, ତେବେ ଆପଣମାନେ ସମସ୍ତେ ଆପ୍ଲାଏ କରିପାରିବେ। ତେବେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀ 15 ପରେ ଜଣାପଡ଼ିବ ଯେ ଏହି ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାଟି କେବେ ଦିଆଯିବ। ତେବେ କ'ଣ ପାଇଁ ଏହି ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଲେଟ୍ ହେଉଛି? ତେବେ ଦେଖନ୍ତୁ, ଯେଉଁମାନଙ୍କର ସୁଭଦ୍ରା ଯୋଜନାରେ ଆବେଦନ ଫର୍ମଟି ରିଜେକ୍ଟ ହୋଇଯାଇଥିଲା ଜମିଜମା କାରଣ ପାଇଁ ତଥା ଅନ୍ୟାନ୍ୟ ସମସ୍ତ କାରଣ ପାଇଁ, କାହାର ମଧୁଆ ପେନ୍ସନ୍ ପାଇଁ, ଘର ଚାକିରିଆ ପାଇଁ, ଭତ୍ତା ପାଇଁ, ତେବେ ଦେଖନ୍ତୁ ସେସବୁର ବର୍ତ୍ତମାନ ଭେରିଫିକେସନ୍ ଚାଲିଛି। ତେବେ ଏସବୁର ଭେରିଫିକେସନ୍ ଆଗାମୀ ଜାନୁଆରୀ 15 ତାରିଖ ପର୍ଯ୍ୟନ୍ତ ସବୁକିଛି ଭେରିଫିକେସନ୍ ହେବ। ଭେରିଫିକେସନ୍ କରିବା ପାଇଁ ଘରକୁ ଘର ଅଙ୍ଗନବାଡ଼ି ଦିଦିମାନେ ବୁଲୁଛନ୍ତି। RI ଯେଉଁମାନଙ୍କର ଜମିଜମା କାରଣ ପାଇଁ ରିଜେକ୍ଟ ହୋଇଥିଲା, RI ଏବଂ ଅମିନମାନେ ମଧ୍ୟ ଘରକୁ ଘର ଯାଇ ତଦାରଖ କରୁଛନ୍ତି। ତେବେ ଆପଣମାନେ ଯଦି କୌଣସି କାରଣରୁ ଏହି ପ୍ରଥମ କିସ୍ତିରେ ଅର୍ଥାତ୍ ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଟଙ୍କା ପାଇଲେ ନାହିଁ, ସେମାନେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ତେବେ ଏକା ସାଙ୍ଗରେ ଯେତେବେଳେ ମାର୍ଚ୍ଚ ମାସରେ ଆପଣମାନଙ୍କର ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କାଟି ଦିଆଯିବ, ତେବେ ଆପଣମାନେ ଦ୍ୱିତୀୟ କିସ୍ତି ଟଙ୍କା ଏକାବେଳେ ଆପଣମାନେ 10,000 ଟଙ୍କା ଲେଖାଏଁ ପାଇବେ। ତେବେ ଆପଣମାନଙ୍କ ପାଇଁ ଆଉ ଗୋଟିଏ ବଡ଼ ଖବର ଯେ ଯେଉଁମାନେ ଇ-KYC ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ କମ୍ପ୍ଲିଟ୍ କରିନାହାନ୍ତି, ଦେଖନ୍ତୁ ଆଉ 2-3 ଦିନ ପରେ ଇ-KYC କରିବା ପାଇଁ ତା'ର ଡେଡ଼ଲାଇନ୍ ମଧ୍ୟ ଆସିଯାଇଛି ଯେ ଆଉ 2-3 ଦିନ ମଧ୍ୟରେ ଆପଣମାନେ ଯଦି ଇ-KYC ନ କରନ୍ତି, ତେବେ ଆପଣମାନେ ସୁଭଦ୍ରା ଯୋଜନାରେ ଆଉ ଟଙ୍କା ପାଇବେ ନାହିଁ। ଯେଉଁମାନେ ଆପ୍ଲାଏ କରିଥିଲେ କିନ୍ତୁ ତାଙ୍କର ଇ-KYC ହୋଇନାହିଁ, ବାୟୋମେଟ୍ରିକ୍ ହୋଇନାହିଁ, ତେବେ ଆପଣମାନେ ଯଦି ଇ-KYCଟି କରୁନାହାନ୍ତି, ତେବେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଆପଣମାନେ ହୁଏତ ପାଇବେ ନାହିଁ। ତେବେ CSC ସେଣ୍ଟରରୁ ମଧ୍ୟ ଆପଣମାନଙ୍କୁ ଏ ନେଇ ନୋଟିସ୍ ମଧ୍ୟ ଆସିସାରିଛି ସରକାରଙ୍କ ତରଫରୁ ଯେ ଯେଉଁମାନେ ଇ-KYC କରିନାହାନ୍ତି ଜଲ୍ଦି ଯାଇ ନିକଟସ୍ଥ ଜନସେବା କେନ୍ଦ୍ରରେ ଇ-KYC କରିନିଅନ୍ତୁ। ତେବେ ଏହି ସୁଭଦ୍ରା ଯୋଜନା ସମ୍ପର୍କରେ ଯେଉଁ ଲେଟେଷ୍ଟ ଅପଡ଼େଟ୍ଟି ଆପଣମାନଙ୍କର ଆସିଛି, ତେବେ ଆସନ୍ତୁ ପେପର ଆର୍ଟିକଲଟିକୁ ପଢ଼ି ନେବା। ଦେଖନ୍ତୁ, ଜାନୁଆରୀ 15 ପରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଆବେଦନକାରୀଙ୍କର ନାଁରେ ଜମି 5 ଏକର ଅଛି କି ନା ନାହିଁ ସେ ସର୍ଭେ ଜାନୁଆରୀ 15ରେ ସରିବା ପରେ ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତା ସହିତ ଆସନ୍ତା ମାର୍ଚ୍ଚ 30ରେ ଆବେଦନ କଲେ ବି ଏକାଥରକେ 2ଟି ଯାକ କିସ୍ତି ମିଳିଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ସେପଟେ ଯୋଗ୍ୟତା ଥାଇ ତାଲିକାରୁ ବାଦ ପଡ଼ିଥିବା ଅନେକ ଆବେଦନକାରୀ ଚତୁର୍ଥ ପର୍ଯ୍ୟାୟରେ ପ୍ରଥମ କିସ୍ତି ପାଇବା ଆଶା ରଖିଛନ୍ତି। ତେବେ ସୁଭଦ୍ରାକୁ ନେଇ ଆସିଲା ପୁଣି ଏକ ବଡ଼ ଅପଡ଼େଟ୍। ପୂର୍ବ ସ୍ଥିରୀକୃତ ମାର୍ଚ୍ଚ 8 ମହିଳା ଦିବସ ନୁହେଁ, ବରଂ ମାର୍ଚ୍ଚ 30ରେ ଆବେଦନ କଲେ ବି
ଏକାଥରକରେ ମିଳିଯିବ 2ଟି କିସ୍ତିର ଟଙ୍କା। ତା ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନ୍ୟ ଏକ ବଡ଼ ସୂଚନା ଦେଇ କହିଛନ୍ତି ଯେ ଜାନୁଆରୀ 15 ପରେ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଏଥିପାଇଁ ସର୍ଭେ ଅବଧି ଡିସେମ୍ବର 30 ପରିବର୍ତ୍ତେ ଜାନୁଆରୀ 15କୁ ବଢ଼ାଯାଇଛି। ଆଗରୁ ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ଥିଲା ମାର୍ଚ୍ଚ 8 ତାରିଖ, ହେଲେ ମାର୍ଚ୍ଚ 30 ପରେ ବି ଆବେଦନ କଲେ ପ୍ରଥମ କିସ୍ତି ଟଙ୍କା ଅଧିକାରୀଙ୍କ ଖାତାକୁ ଯିବ। ତେବେ ଦେଖନ୍ତୁ ସରକାରଙ୍କ ତରଫରୁ ଯେଉଁ ଗାଇଡ଼ଲାଇନଟି ଥିଲା, ଯେଉଁମାନେ ମାର୍ଚ୍ଚ 8 ତାରିଖ ସୁଦ୍ଧା ଆପ୍ଲାଏ କରିବେ, ଦେଖନ୍ତୁ ବହୁତ କିଛି ମହିଳା ରହିଛନ୍ତି ଯେଉଁମାନେ କି ବଣ୍ଡାଘାଟିର ଆଦିବାସୀ ଏରିଆ ଇଲାକାର, ସେମାନେ ସୁଭଦ୍ରା ଯୋଜନା କ'ଣ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି। ତେବେ ସରକାର ସମସ୍ତଙ୍କ ପାଇଁ ଦୃଷ୍ଟିରେ ରଖି ତେବେ ଏହି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇଁ ଶେଷ ତାରିଖ ଧାର୍ଯ୍ୟ କରିଥିଲେ ଯେ ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଆପ୍ଲାଏ କରିବେ ପ୍ରଥମ କିସ୍ତି ଟଙ୍କା ପାଇବେ। ତେବେ ଦେଖନ୍ତୁ ମାର୍ଚ୍ଚ 30 ଏହି ଡେଟ୍ଟିକୁ ଘୁଞ୍ଚେଇ ଦିଆଯାଇଛି ଏବଂ ଏହାର ଶେଷ ତାରିଖ ମାର୍ଚ୍ଚ 30 ପର୍ଯ୍ୟନ୍ତ ଯେଉଁମାନେ ଆପ୍ଲାଏ କରିନଥିବେ, ଯଦି ବି ଆପ୍ଲାଏ କରୁଛନ୍ତି ତେବେ ଏକା ସାଙ୍ଗରେ ସେମାନେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଏବଂ ଦ୍ୱିତୀୟ କିସ୍ତି 2ଟି କିସ୍ତି ଟଙ୍କା ଏକା ସାଙ୍ଗରେ ପାଇବେ। ତେବେ ଆବେଦନ କରି ସହାୟତା ପାଇନଥିବା ହିତାଧିକାରୀଙ୍କର ତ୍ରୁଟି ସୁଧାରିବା ପାଇଁ ବ୍ୟାଙ୍କଗୁଡ଼ିକ ସହିତ ବୈଠକ ସରିଛି। ଏବେ ଅଙ୍ଗନବାଡ଼ି ଦିଦି ଘରକୁ ଘର ବୁଲୁଛନ୍ତି। କାହାର 5 ଏକର ଜମି ଅଛି କି ନା ନାହିଁ ସେ ଦ୍ୱନ୍ଦ୍ୱ ପାଇଁ ଡିସେମ୍ବର 30 ଯାଏ ଅନୁଧ୍ୟାନ ଚାଲିଥିଲା, ତାହା ବର୍ତ୍ତମାନ ବୃଦ୍ଧି କରାଯାଇଛି ଜାନୁଆରୀ 15 ପର୍ଯ୍ୟନ୍ତ। ତେବେ ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ କଲା ଯାଏ ପଞ୍ଜୀକରଣ ଜାରି ରହିବ ବୋଲି ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତେବେ ଗତକାଲି ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ତଥ୍ୟ ଅନୁସାରେ ଅଦ୍ୟାବଧି ସୁଭଦ୍ରା ଯୋଜନାରେ 1,06,00,000ରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି, ଯାହା ମଧ୍ୟରୁ 80,29,279 ଜଣଙ୍କୁ ପ୍ରଥମ କିସ୍ତିରେ 5,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ତେବେ ଦର୍ଶକ ବନ୍ଧୁ, ଏହି ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଡେଟ୍ ଆସିନାହିଁ। ତେବେ ଜାନୁଆରୀ 15 ପରେ ଆପଣମାନଙ୍କର ଜଣାପଡ଼ିବ ଯେ ଏହି ଚତୁର୍ଥ ପର୍ଯ୍ୟାୟ ଟଙ୍କାଟି ଆପଣମାନଙ୍କର କେବେ ମିଳିବ। ତେବେ ପ୍ରଥମ କିସ୍ତିରେ ଯେମିତି 4ଟି ପର୍ଯ୍ୟାୟରେ ଟଙ୍କା ଦିଆଗଲା, ସେମିତି 2025ରେ ଆପଣଙ୍କୁ ସର୍ବମୋଟ 2ଟି କିସ୍ତିରେ ଟଙ୍କା ପ୍ରଦାନ କରାଯିବ। ଅର୍ଥାତ୍ ଗୋଟିଏ ହେଲା ମାର୍ଚ୍ଚ 8ରେ ଏବଂ ଅନ୍ୟଟି ହେଲା ଅଗଷ୍ଟ ମାସରେ ରକ୍ଷାବନ୍ଧନରେ। ତେବେ ଆଶା କରିବି ଭିଡ଼ିଓଟି ଆପଣମାନଙ୍କୁ ହେଲ୍ପଫୁଲ୍ ରହିଥିବ। ଏମିତି ପ୍ରତ୍ୟେକ ଦିନ ନୂଆ ନୂଆ ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ୍ ସହିତ ଯୋଡ଼ି ରହିବେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ, ପାଖରେ ଥିବା ଘଣ୍ଟି ଚିହ୍ନଟିକୁ ଦବାଇ ଅଲ୍ରେ ସେଟ୍ କରିଦେବେ, ଯାହାଫଳରେ ଓଡ଼ିଶା ସରକାରଙ୍କ ତରଫରୁ ଆସୁଥିବା ପ୍ରତ୍ୟେକ ଯୋଜନାର ପ୍ରଥମ ଅପଡ଼େଟ୍ ଆପଣମାନେ ଏହି ଚ୍ୟାନେଲ୍ ମାଧ୍ୟମରେ ପାଇପାରିବେ। ତେବେ ପୁଣି ଥରେ ଆପଣମାନଙ୍କୁ ମୁଁ କହି ରଖୁଛି, ଯେଉଁମାନେ ଉଭୟ ଟଙ୍କା ପାଇଛନ୍ତି, ଯେଉଁମାନେ ଟଙ୍କା ପାଇନାହାନ୍ତି, ସେମାନେ ସୁଭଦ୍ରାର EKYC କରିନିଅନ୍ତୁ। କାରଣ ଯଦି ଆଗାମୀ ଦ୍ୱିତୀୟ କିସ୍ତି ଯଦି ଟଙ୍କା ପାଇବା ପାଇଁ ଚାହୁଁଛନ୍ତି, ତେବେ ଆପଣମାନଙ୍କର ଯଦି EKYC ହୋଇନାହିଁ, ତେବେ ଆପଣମାନେ ସୁଭଦ୍ରା EKYC ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ କରିନିଅନ୍ତୁ। ଯେଉଁମାନେ ସୁଭଦ୍ରା ଆବେଦନ ବାୟୋମେଟ୍ରିକରେ କରିଛନ୍ତି ଏବଂ ଟଙ୍କା ମଧ୍ୟ ପାଇଛନ୍ତି, ତେବେ ସେମାନଙ୍କୁ କୌଣସି ବ୍ୟସ୍ତ ହେବାର ନାହିଁ। ଯେଉଁମାନେ ବାୟୋମେଟ୍ରିକ୍ କରିନଥିଲେ କିନ୍ତୁ ଭୁଲବଶତଃ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇଛନ୍ତି କିମ୍ବା ପ୍ରଥମ କିସ୍ତି ଟଙ୍କାଟି ପାଇଛନ୍ତି, ତେବେ ଦ୍ୱିତୀୟ କିସ୍ତି ଟଙ୍କା ଆପଣମାନେ ହୁଏତ ନ ପାଇପାରନ୍ତି ଯଦି ଆପଣମାନେ EKYC କରିବେ ନାହିଁ। ତେବେ ଆଉ ଗୋଟିଏ ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଯେଉଁମାନଙ୍କର ରେସନ କାର୍ଡ଼ ଥିଲା, ସେମାନଙ୍କର ଅଟୋମେଟିକ୍ ଆପଣମାନଙ୍କର EKYCଟି କମ୍ପ୍ଲିଟ୍ ହୋଇଯାଉଛି ବା ସେମାନେ ସମସ୍ତେ ଟଙ୍କା ପାଇଛନ୍ତି। କିମ୍ବା ଯେଉଁମାନଙ୍କର ସରକାରଙ୍କ ପାଖରେ କୌଣସି ଡାଟା ନାହିଁ, ଅର୍ଥାତ୍ ରେସନ କାର୍ଡ଼ରେ ମଧ୍ୟ ନାମ ନାହିଁ କିମ୍ବା ପୂର୍ବରୁ କୌଣସି ସରକାରୀ ସହାୟତା ପାଇନାହାନ୍ତି, ତେବେ ସରକାରଙ୍କ ପାଖରେ ତାଙ୍କର ଡାଟା ନାହିଁ, ତେବେ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ EKYC କରିବା ପାଇଁ ପଡ଼ିବ, ଯେହେତୁ ସରକାରଙ୍କ ପାଖରେ ସମସ୍ତ ଡାଟା ଆପଣମାନଙ୍କର ଉପଲବ୍ଧ ରହିବ। ତେବେ ସମସ୍ତଙ୍କୁ ଅନୁରୋଧ, ଭିଡ଼ିଓଟି ଯଦି ଭଲ ଲାଗିବ ଅନ୍ୟମାନଙ୍କୁ ସେୟାର କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ।